ଜୟ ଜଗନ୍ନାଥ ବନ୍ଧୁଗଣ। ଆଜିର ଏହି କାହାଣୀ କୌଣସି ରାଜାଙ୍କ ଯୁଦ୍ଧ କାହାଣୀ ନୁହେଁ, ନା କୌଣସି ଆଶ୍ଚର୍ଯ୍ୟ, ନା କୌଣସି ଚମତ୍କାର। ଆଜିର ଏହି କଥା ଗୋଟିଏ ଭଉଣୀର ନୀରବ କାନ୍ଦଣା। ପ୍ରଶ୍ନଟି ଅତି ସରଳ। ବାହାଘର ପରେ ଭଉଣୀ ଭାଇ ପାଇଁ ପର କାହିଁକି ହୋଇଯାଏ? କାହିଁକି ଏ ପର ଶବ୍ଦ ଆସେ? ଏହି ପ୍ରଶ୍ନର ଉତ୍ତର ମଣିଷ ଦେଇପାରିନଥିଲେ। ଏହାର ଉତ୍ତର ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ। ସମୁଦ୍ର ମଧ୍ୟରେ ଅବସ୍ଥିତ ସୁବର୍ଣ୍ଣ ଦ୍ୱାରକା ନଗର। ଶ୍ରୀକୃଷ୍ଣ ନିଜ ସଭାରେ ବସିଥିଲେ। ହଠାତ୍ ଗୋଟିଏ ଯୁବକ କାନ୍ଦୁଥିବା ଅବସ୍ଥାରେ କୃଷ୍ଣଙ୍କ ପାଦ ତଳେ ପଡ଼ିଗଲେ। ସେ କହିଲା, ହେ ମାଧବ, ମୁଁ ମୋ ଭଉଣୀକୁ ପର ବୋଲି କହିଦେଲି। ଆଜି ମୋ ଜୀବନ ପୁରା ଶୂନ୍ୟ। ଶ୍ରୀକୃଷ୍ଣ ଦୀର୍ଘ ସମୟ ନୀରବ ରହିଲେ। ତାପରେ କହିଲେ, ଏହା କେବଳ ତୁମ କଥା ନୁହେଁ, ଏହା ପ୍ରତ୍ୟେକ ଯୁଗର କଥା। ଶ୍ରୀକୃଷ୍ଣ କହିଲେ, ଏକ କଥା ମୁଁ ତୁମକୁ କହୁଛି, ତୁମେ ଧ୍ୟାନପୂର୍ବକ ଶୁଣିବ। ଯେଉଁ ଭାଇ ଓ ଭଉଣୀ ଏ କଥା ଶୁଣିବେ, ଭାଇ ଭଉଣୀର ସମ୍ପର୍କ ଆହୁରି ମଜବୁତ ହେବ। ଶ୍ରୀକୃଷ୍ଣ ଏବେ କାହାଣୀକୁ ଆରମ୍ଭ କଲେ। ପୁରାତନ ସମୟରେ ଧର୍ମବନ ନାମକ ଏକ ରାଜ୍ୟ ଥିଲା। ସେଠାରେ ଦୁଇ ଭାଇ ଭଉଣୀ ରହୁଥିଲେ। ଭାଇ ସୂର୍ଯ୍ୟଦେବ, ଭଉଣୀ ମାଧବୀ। ମାଧବୀ ଭାଇ ପାଇଁ ମା ଠାରୁ କମ୍ ନୁହେଁ। ଭାଇ ଭୋକିଲା ରହିଲେ ମାଧବୀ ଖାଉନଥିଲା। ଭାଇ କାନ୍ଦିଲେ ସେ ହସୁନଥିଲା। ଦୁଇ ଜଣ ଏକା ସାଙ୍ଗରେ ବଢ଼ିଲେ। ସୂର୍ଯ୍ୟଦେବଙ୍କ ପାଠ ପଢ଼ିବା ପାଇଁ ତାଙ୍କ ପିତାମାତା ତାଙ୍କୁ ଗୁରୁକୁଳକୁ ପଠାଇଦେଲେ। ମାଧବୀ ନିଜ ହାତରେ ନିଜ ଭାଇ ପାଇଁ ସବୁ ବ୍ୟବସ୍ଥା କରୁଥିଲେ। ମାଧବୀ ନିଜ ଭାଇକୁ ଏତେ ଭଲ ପାଉଥିଲେ ଯେ ନିଜେ ନ ଖାଇ ତା ଭାଇଙ୍କ ପାଇଁ ରଖୁଥିଲା। ମାଧବୀ ଘରେ ରହି ପାଠ ପଢ଼ିଲା। ମାଧବୀ ଯେପରି ସୁନ୍ଦର, ସେହିପରି ଗୁଣବତୀ। ସର୍ବଦା ପୂଜା ପାଠ କରେ, ଭାଇର ମଙ୍ଗଳ କାମନା କରେ। ସର୍ବଦା ଭାଇର ସୁଖ ମନାସି ଶ୍ରୀକୃଷ୍ଣଙ୍କ ପାଖରେ ଅଖଣ୍ଡ ଦୀପ ଲଗାଏ। ପ୍ରତିଦିନ ସେ ପ୍ରାର୍ଥନା କରେ, ହେ ନାରାୟଣ, ମୋ ଭାଇକୁ କେବେ ଏକା କରିବନି। ସମୟ ଆସିଲା। ଦୁଇ ଭାଇ ଭଉଣୀ ବଡ଼ ହେଲେ। ମାଧବୀଙ୍କ ବିବାହ ପାଇଁ ପୁଅ ଖୋଜା ହେଲା। ଜମିଦାର ଘରର ପୁଅ ସହିତ ମାଧବୀର ବିବାହ ହେଲା। ବହୁ ଧୁମଧାମରେ ବିବାହ କଲେ। ବିଦାୟ ସମୟରେ ମାଧବୀ ଭାଇକୁ କହିଲା, ଭାଇ, ଆଜି ମୁଁ ଘର ଛାଡ଼ୁଛି, କିନ୍ତୁ ସମ୍ପର୍କ ନୁହେଁ। ସୂର୍ଯ୍ୟଦେବ ବି ବହୁତ କାନ୍ଦିଲେ। ମାଧବୀର ଗଲା ପରେ ସୂର୍ଯ୍ୟଦେବ ଟିକେ ଭାଙ୍ଗି ପଡ଼ିଥିଲେ। ସିଏ ବି ମାଧବୀକୁ ବହୁତ ଖୋଜୁଥିଲେ। ସେତିକି ଭଲ ପାଇବା ବି ଥିଲା ତାଙ୍କ ଦୁଇ ଜଣଙ୍କ ଭିତରେ। ବିବାହ ପରେ ମାଧବୀ ଭାଇଙ୍କ ଘରକୁ ଆସିଲା। ଭାଇ ଭଉଣୀ ବହୁତ କଥା ଓ ଦୁଃଖ ସୁଖ ହେଲେ। ମାଧବୀ ତା ଭାଇକୁ କହିଲା, ଭାଇ, ତୁ ବି ବିବାହ କରିନି। ଭାଇ କହିଲା, ନା, ଏବେ ବିବାହ କରିବିନି। ବିବାହ କଲେ ତୋର ମୋର ସମ୍ପର୍କ ଆଉ ଏହିଭଳି ରହିବନି। ମାଧବୀ କହିଲା, ନା ଭାଇ, ସେମିତି କିଛି ହୁଏ ନାହିଁ। ଶେଷରେ ପାଖ ଗାଁରେ ଏକ ସୁନ୍ଦରୀ ଝିଅ ଦେଖିଲେ। ଝିଅଟି ଖୁବ୍ ସୁନ୍ଦର ଥିଲା। ତାର ଚାଲି ରାଜହଂସ ପରି, ମୁହଁ ଥିଲା ଚନ୍ଦ୍ରମା ପରି, ହସିଦେଲେ ମଲ୍ଲୀ ଫୁଲ ପରି। ସେ ଝିଅ ରୂପ କହିଲେ ନ ସରେ। ସେ ଝିଅକୁ ଦେଖି ସୂର୍ଯ୍ୟଦେବ ବି ମୋହିତ ହୋଇଗଲେ ଏବଂ ସେ ଝିଅ ସହିତ ହିଁ ବିବାହ କଲେ। ସବୁକିଛି ବେଶ ଭଲ ଭାବରେ ଚାଲିଥିଲା। ସୂର୍ଯ୍ୟଦେବ ତାଙ୍କ ସ୍ତ୍ରୀଙ୍କ କଥା ସର୍ବଦା ମାନୁଥିଲେ। ସ୍ତ୍ରୀ ଉଠ କହିଲେ ଉଠୁଥିଲେ, ଆଉ ବସ କହିଲେ ବସୁଥିଲେ। ମାଧବୀ ନିଜ ଘରକୁ ବୁଲିବାକୁ ଆସିଲା। ସେ ଘରକୁ ଆଗରୁ ଯେପରି ସମ୍ଭାଳୁଥିଲା, ଏବେ ମଧ୍ୟ ଠିକ୍ ସେପରି କଲା। କିନ୍ତୁ ମାଧବୀର ଭାଉଜ କେତକୀକୁ ତାହା ଭଲ ଲାଗୁନଥିଲା। ମାଧବୀ ଆସିଲେ ଭାଇ ଭଉଣୀ ମିଶି ଅନେକ କଥା ହୁଅନ୍ତି, ଯାହାକି କେତକୀକୁ ଜମା ବି ଭଲ ଲାଗୁନଥିଲା। ସେ ଧୀରେ ଧୀରେ ମାଧବୀଙ୍କୁ ଅପମାନ କରିବା ଆରମ୍ଭ କଲା। ମାଧବୀ ବୁଝିପାରୁଥିଲେ, କିନ୍ତୁ ଭାଉଜ ଏପରି ବ୍ୟବହାର କାହିଁ କରୁଛନ୍ତି ସେ ଜାଣିପାରୁନଥିଲା। ମାଧବୀର ଜନ୍ମଦିନ ଆସିଲା। ମାଧବୀକୁ ତା ଭାଇ କହିଥିଲା ପରବର୍ତ୍ତୀ ଜନ୍ମଦିନରେ ସୁନାର ହାର ଦେବ ବୋଲି। ମାଧବୀର ଜନ୍ମଦିନ ଆସିଲା।
ସୂର୍ଯ୍ୟ ମାଧବୀ ପାଇଁ ସୁନା ହାର ଆଣିକି ରଖିଥିଲେ। କେତକୀ ସେ ହାର ଦେଖିନେଲା। କେତକୀ ପଚାରିଲା, ଏ ସୁନା ହାର କ'ଣ ମୋ ପାଇଁ ଆଣିଛ? ସୂର୍ଯ୍ୟ ମନା କଲେ, ନା, ମାଧବୀର ଜନ୍ମଦିନ ତା ପାଇଁ ଆଣିଛି। ବାସ୍ ଏତିକି ଥିଲା, ନିଆଁରେ ଘିଅ ଢାଳିବାର କାମ କଲା। କେତକୀ ଆଉ ସହି ନ ପାରି ସୂର୍ଯ୍ୟଙ୍କ ସାଙ୍ଗରେ ଝଗଡ଼ା କଲା। କହିଲା, ମାଧବୀର ବିବାହ ହୋଇଗଲାଣି, ଏବେ ସେ ପରଗୋତ୍ରୀ, ପର ପାଇଁ ଏତେ ବଡ଼ ସୁନାର ଉପହାର? ନା ନା, ତାକୁ ଗୋଟେ ଶାଢ଼ୀ ଦେଇଦିଅ। ଏଇ ନିଅ, ମୋର ଗୋଟେ ଶାଢ଼ୀ ଅଛି, ମୁଁ ତାକୁ ଦିନେ ପିନ୍ଧିଛି, ଏହାକୁ ମାଧବୀଙ୍କୁ ଦେଇଦିଅ। ଆଶ୍ଚର୍ଯ୍ୟର କଥା, ସୂର୍ଯ୍ୟ ସବୁ ଶୁଣିଲେ କିନ୍ତୁ କିଛି କହିଲା ନାହିଁ। କେତକୀ କହିଲା, ମାଧବୀକୁ ଆଉ ମୁଣ୍ଡରେ ବସାଅନି। ସେ ବେଶୀ ମୁଣ୍ଡରେ ବସିଲେ ସମ୍ପତ୍ତି ଅଧା ଅଧା ହବ। ମାଧବୀକୁ କୁହ ସେ ଏବେ ଏ ଘରର ଅତିଥି, ଏତେ ଯିବା ଆସିବା ଭଲ ନୁହେଁ। ଆଉ ସମ୍ପତ୍ତିରେ ତାର କୌଣସି ଅଧିକାର ନାହିଁ। ତାପରେ କଥା କଥାରେ ମାଧବୀକୁ କୁହାଗଲା, ଏ ଘରରେ ତୋର ଆଉ କିଛି ବି ଅଧିକାର ନାହିଁ। ତାର ଘରରେ କୌଣସି କାମରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ। କେତକୀ କହିଲେ, ସେ ଏବେ ପର ଘରର। ସୂର୍ଯ୍ୟଦେବୀ ଚୁପ୍ ରହିଲେ। ଏହି ଚୁପ୍ ଥିଲା ସବୁଠାରୁ ବଡ଼ ପାପ। ମାଧବୀ କହିଲା, ମୋତେ ସମ୍ପତ୍ତି ନୁହେଁ, ପୁରୁଣା ସ୍ନେହ ଦରକାର। କିନ୍ତୁ ଉତ୍ତର ମିଳିଲା, ତୁ ଏବେ ପର। ସେଦିନ ମାଧବୀ ଚୁପଚାପ ଘରୁ ଫେରିଗଲା। ନଦୀ କୂଳରେ ମାଧବୀ କାନ୍ଦି କାନ୍ଦି ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲା। ମନେ ମନେ ବହୁତ ଦୁଃଖିତ ଥିଲା କି ତାଙ୍କ ଭାଇକୁ ସେ ଯିଏ ଏତେ ଭଲ ପାଉଥିଲା, ତା ଭାଇ କିପରି ବଦଳିଗଲା। ସେ ଶ୍ରୀକୃଷ୍ଣଙ୍କୁ ନିଜର ଗୁହାରି ଶୁଣାଇଲା, ବହୁତ କାନ୍ଦିଲା। ଶେଷରେ ଶ୍ରୀକୃଷ୍ଣ ମାଧବୀର ଦୁଃଖ ସହି ନ ପାରି ପ୍ରକଟ ହେଲେ। ମାଧବୀ କହିଲେ, ପ୍ରଭୁ, ମୋ ଭାଇକୁ ମୁଁ ଏତେ ଭଲ ପାଉଥିଲି, ପରେ ଏପରି କାହିଁକି ହେଲା? ତାପରେ ଶ୍ରୀକୃଷ୍ଣ ଉତ୍ତର ଦେଲେ, ଭଉଣୀ କେବେ ପର ନୁହେଁ। ଭାଇ ଯେତେବେଳେ ନିଜ ଧର୍ମ ଭୁଲିଯାଏ, ସମ୍ପର୍କ ଭାଙ୍ଗେ ନାହିଁ, ବରଂ ମରିଯାଏ। କଳି ଯୁଗରେ ଯେ ଭାଇ ଭଉଣୀକୁ ପର କରିବ, ସେ ନିଜ ସନ୍ତାନ ପାଖରେ ମଧ୍ୟ ପର ହେବ। ଶ୍ରୀକୃଷ୍ଣ କହିଲେ, ଲୋକ କହନ୍ତି ବାହାଘର ପରେ ଭଉଣୀ ପର, କିନ୍ତୁ ସତ୍ୟ ହେଉଛି ଯେ ସ୍ୱାର୍ଥ ଆସିଲେ ସମ୍ପର୍କ ପର ହୋଇଯାଏ। ଭଉଣୀ ଘର ବଦଳାଏ, ରକ୍ତ ନୁହେଁ। ଭଉଣୀ ଅଧିକାର ନୁହେଁ, ସମ୍ମାନ ଚାହେଁ। ଯେ ଭାଇ ଭଉଣୀକୁ ହରାଏ, ସେ ଜୀବନରେ କିଛି ପାଇପାରେ ନାହିଁ। ତେବେ ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଛି, ଭିଡ଼ିଓଟିକୁ ଲାଇକ୍ କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।